राज्य ବାହାରେ ଜମି କିଣିଥିଲେ ଫସିବେ ସରକାରୀ ବାବୁମାନେ। ସମ୍ପତ୍ତି ତାଲିକା ଜାଣିବା ପାଇଁ ଚିଠି ଲେଖିବେ ଭିଜିଲାନ୍ସ। ତାଲିକା ଆସିବା ପରେ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରାଯାଇ ଚଢ଼ଉ କରାଯିବ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜାଲରେ ନ ପଡ଼ିବା ପାଇଁ ସରକାରୀ ବାବୁମାନେ ଗଳା ବାଟ ବାଛି ନେଇଛନ୍ତି। ରାଜ୍ୟରେ ସମ୍ପତ୍ତି କିଣିଲେ ଭିଜିଲାନ୍ସର ନଜର ପଡ଼ିବ, ତେଣୁ ସେମାନେ ଭିଜିଲାନ୍ସ ନଜରରୁ ବଞ୍ଚିବା ପାଇଁ ପଡ଼ୋଶୀ ରାଜ୍ୟରେ ପ୍ଲଟ୍, ଫ୍ଲାଟ୍ ଏବଂ ଅନ୍ୟାନ୍ୟ ସମ୍ପତ୍ତି କିଣୁଛନ୍ତି, ଯେଉଁଥିପାଇଁ ତଦନ୍ତକାରୀ ସଂସ୍ଥା ଜାଣିପାରୁନାହିଁ। ଏବଂ ନିକଟରେ ବାଲେଶ୍ୱରର ଜଳସେଚନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ପଶ୍ଚିମବଙ୍ଗରେ 20ଟି ପ୍ଲଟ୍ ଠାବ ହୋଇଥିଲା। ତାଙ୍କର 14 କୋଟିରୁ ଉର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଭିଜିଲାନ୍ସକୁ ଠାବ ଦେଇଥିଲା। ତେବେ ଏହି ପ୍ଲଟ୍ ସମ୍ପର୍କରେ ତଦନ୍ତ କରାଯିବା ବେଳେ ଭିଜିଲାନ୍ସ ନଜରକୁ ବର୍ତ୍ତିବା ପାଇଁ ସେ ପଶ୍ଚିମବଙ୍ଗରେ କିଣିଥିବା ସ୍ୱୀକାର କରିଥିଲେ। ଏବଂ ପୂର୍ବରୁ ଗିରଫ ହୋଇଥିବା ଲୟର ସୁକେତ ପ୍ରକଡ଼ଙ୍କ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ ରାଜ୍ୟ ବାହାରେ କୋଟି କୋଟି ଟଙ୍କା ସମ୍ପତ୍ତି ରହିଛି। ଲୟର ସୁକେତୁଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତଙ୍କ 34ଟି ପ୍ଲଟ୍ ଥିବାବେଳେ ସେହିପରି ଅନ୍ୟ ଜଣେ କୁବେର ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କର 52 ପ୍ଲଟ୍ ଥିବାବେଳେ 13 କୋଟିରୁ ଅଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ସେହିପରି ବାଲେଶ୍ୱର ଜଳସେଚନ ବିଭାଗର ଅଧୀକ୍ଷକ ଯନ୍ତ୍ରୀ ପ୍ରଭାସ ପ୍ରଧାନଙ୍କ 102 ପ୍ଲଟ୍ ରହିଥିବା ବେଳେ ତାଙ୍କର 20 କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ତେଣୁ ଭିଜିଲାନ୍ସ ଏବେ ରାଜ୍ୟ ବାହାରେ ସମ୍ପତ୍ତି କିଣୁଥିବା ସରକାର ବାବୁଙ୍କ ଉପରେ ନଜର ରଖିଛନ୍ତି। ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତାପରେ ଓଡ଼ିଶାରେ ଚାକିରି କରିଥିବା କେଉଁମାନେ ରାଜ୍ୟ ବାହାରେ ସମ୍ପତ୍ତି କିଣିଛନ୍ତି ତାହାର ତାଲିକା ଦେବାକୁ କୁହାଯିବ। ତାଲିକା ଆସିବା ପରେ ତଦନ୍ତ କରାଯାଇ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।